ଶ୍ରୀକୃଷ୍ଣ କହିଛନ୍ତି ଘରର ପାଖରେ ଏହି ଦୁଇଟି ଗଛ ଭୁଲରେ ବି ଲଗାନ୍ତୁ ନାହିଁ, ନଷ୍ଟ ହୋଇଥାଏ ଧନ ଜୀବନ। ବାସ୍ତୁଶାସ୍ତ୍ରର ସମସ୍ତ ଜ୍ଞାନ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଥିଲା। ଘର ଉପରେ ଘରର ଆଖପାଖରେ ରହିଥିବା ବୃକ୍ଷ ପ୍ରଭାବ ପକାଇଥାଏ। ଯଦି ଘରରେ ରହିଥିବା ବୃକ୍ଷ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ତେବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ। ଯଦି ବୃକ୍ଷ ଆପଣଙ୍କ ଘରେ ଖରାପ ପ୍ରଭାବ ପକାଇଥାଏ ତେବେ ଧନହାନି ଏହିଭଳି ହୋଇଥାଏ କି ଆପଣ ସମ୍ପୂର୍ଣ୍ଣ ଗରିବ ହୋଇଥାନ୍ତି। ତେଣୁ ଆସନ୍ତୁ ଜାଣିବା ଘରର ସାମ୍ନାରେ କେଉଁ ଗଛ ରହିବା ଉଚିତ, କେଉଁ ଗଛ ନ ରହିବା ଉଚିତ। ଅଁଳା ଗଛ। ଏହି ଗଛର ଫଳ ସମସ୍ତ ଲୋକରେ ବହୁତ ଅଧିକ ପବିତ୍ର ଅଟେ। ଏହି ବୃକ୍ଷକୁ ଘରେ ଲଗାଇବା ଦ୍ୱାରା ସ୍ତ୍ରୀ ଏବଂ ପୁରୁଷ ଉଭୟ ଜନ୍ମ ଏବଂ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଥାନ୍ତି। ଏହା ଭଗବାନ ବିଷ୍ଣୁଙ୍କର ପ୍ରିୟ ଫଳ ଅଟେ। ଏହାକୁ ଖାଇବା ଦ୍ୱାରା ମଣିଷକୁ ସବୁ ପାପରୁ ମୁକ୍ତି ମିଳିବା ସହ ଆୟୁରେ ବୃଦ୍ଧି ହୋଇଥାଏ। ଏହାର ଜଳ ପିଇବା ଦ୍ୱାରା ରୋଗ ନାଶ ହୋଇଥାଏ। ଅଁଳା ଜଳରେ ମିଶାଇ ସ୍ନାନ କରିବା ଦ୍ୱାରା ଦରିଦ୍ର ନଷ୍ଟ ହୁଏ, ସୁଖ ସମୃଦ୍ଧି ମିଳିଥାଏ। ଅଶୋକ ଗଛ। ଏହି ବୃକ୍ଷ ଆପଣଙ୍କ ଘର ସାମ୍ନାରେ ରହିବା ଶୁଭ ହୋଇଥାଏ। ଏହା ଆପଣଙ୍କ ଦୁଃଖକୁ ନାଶ କରିଥାଏ। ଏହି ବୃକ୍ଷକୁ ଆପଣଙ୍କ ଘରର ଆଖପାଖରେ ଲଗାଇବା ଦ୍ୱାରା ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ। ଧନର ଆଗମନ ଆପଣଙ୍କ ଘରକୁ ହୋଇଥାଏ। ନିମ୍ବ ଗଛ। ଏହି ବୃକ୍ଷକୁ ଲଗାଇବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ରହିଥାନ୍ତି ଏବଂ ଆପଣଙ୍କୁ ଅଧିକ ଆୟୁ ପ୍ରଦାନ କରିଥାନ୍ତି। ମା ଲକ୍ଷ୍ମୀଙ୍କୁ ନିମ୍ବ ଗଛ ବହୁତ ପ୍ରିୟ ହେଉଥିବାରୁ ସେ ନିମ୍ବ ଗଛରେ ବାସ କରନ୍ତି ଏବଂ ଆପଣଙ୍କ ଘର ଉପରେ ଶୁଭ ଦୃଷ୍ଟି ପକାଇଥାନ୍ତି। ତାଳ ଗଛ। ଘରର ପାଖରେ କେବେ ମଧ୍ୟ ତାଳ ଗଛ ଲଗାଇବା ଉଚିତ ନୁହେଁ। ଏହା ସନ୍ତାନ ନାଶର କାରଣ ହୋଇଥାଏ। ଯେଉଁ ଘର ପାଖରେ ତାଳ ଗଛ ରହିଥାଏ ସେହି ଘରର ସନ୍ତାନମାନଙ୍କ ଉନ୍ନତି କେବେ ମଧ୍ୟ ହୋଇନଥାଏ, କେବେ ବି ଧନ ରୋଜଗାର କରିବା ପାଇଁ ସକ୍ଷମ ହୋଇନଥାନ୍ତି। ବାହାଡ଼ା ଗଛ। କୌଣସି ମଣିଷକୁ ବାହାଡ଼ା ଗଛ ଲଗାଇବା ଉଚିତ ନୁହେଁ କାରଣ ଏହି ଗଛ ଭୂତ ପ୍ରେତ ବାସ କରିଥାନ୍ତି। ଯଦି ଏହି ଗଛ ଆପଣଙ୍କ ଘର ପାଖରେ ରୁହେ ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଘର ଉପରେ ପଡ଼ିଥାଏ। ଆପଣଙ୍କ ଘର ସମ୍ପୂର୍ଣ୍ଣ ତଳିତଳାନ୍ତ ହୋଇଯାଏ, ଧନହାନି ମଧ୍ୟ ହେବାକୁ ଲାଗେ।